ସ୍ଥିର ଜଳ ପାଶେ ନିଅ ମତେ ପ୍ରଭୁ, ରୁହ ତୁମେ ମୋ ସାଥିରେ, ଦୃଢ଼ ବିଶ୍ୱାସ ରହିଛି ମୋର ତୁମଠାରେ, ଦୃଢ଼ ବିଶ୍ୱାସ ରହିଛି ମୋର ତୁମଠାରେ। ଜୀବନର କୃଷ ମୋର ତୁମେ ବହି ଦିଅ, ଆଖି ଲୁହ ପୋଛି ଦେଇ ଓଠେ ହସ ଦିଅ। ଜୀବନର କୃଷ ମୋର ତୁମେ ବହି ଦିଅ, ଆଖି ଲୁହ ପୋଛି ଦେଇ ଓଠେ ହସ ଦିଅ। ଏପରି ପ୍ରେମୀ ଅଛି ଜଗତରେ, ଦୃଢ଼ ବିଶ୍ୱାସ ରହିଛି ମୋର ତୁମଠାରେ, ଦୃଢ଼ ବିଶ୍ୱାସ ରହିଛି ମୋର ତୁମଠାରେ। ରହିଛି ମୁଁ ରହିଥିବି ପ୍ରଭୁ ତୁମଠାରେ, ଆସୁ ଯେତେ ପ୍ରଲୋଭନ ଜଳ ଜୀବନରେ, ରହିଛି ମୁଁ ରହିଥିବି ପ୍ରଭୁ ତୁମଠାରେ, ଆସୁ ଯେତେ ପ୍ରଲୋଭନ ଜଳ ଜୀବନରେ। ମୁଁ ଜାଣେ ଶେଷରେ ଅନନ୍ତ ଜୀବନ, ମୁଁ ଜାଣେ ଶେଷରେ ଅନନ୍ତ ଜୀବନ, ତୁମେ ଦେବ ସ୍ୱର୍ଗରେ, ଦୃଢ଼ ବିଶ୍ୱାସ ରହିଛି ମୋର ତୁମଠାରେ, ଦୃଢ଼ ବିଶ୍ୱାସ ରହିଛି ମୋର ତୁମଠାରେ। थैंक यू माँ मैंने प्रभु आशीर्वाद करंतु समस्त को तुम निष्पत्ति पाए मु ईश्वर को धन्यवाद दिए। तुम्हें तुम कॉलेज रे रही करी मध्य आज प्रभु को आराधना करिबा पाई जो निष्पत्ति नहीं छो सितिरे प्रभु तुमन पुरस्कार देवे। परमेश्वर प्रत्येक लोकर कर्म अनुसार तार पुरस्कार देवे। तुम्हें पाठ काई की पढ़ुछ, काई की पाठ पढ़ुछ किए कहन? सेवा करबा पाए, सेवा करबा पाए। सेवा करबो भोकरे रहइबो कि? तो काई पढ़ुछ पुरस्कार पाइबा पाए, तुम सेवा करबा पाए, चाकरी करबा पाए बोली। तुम पाठ पढ़ुछ दुईटा मनोभाव रहउछि, गोटे निजे बंचबो जने अन्य को बंचेइबो। परमेश्वर प्रत्येक लोक को तार कर्म अनुसार फल देवे, कर्म अनुसार पुरस्कार देवे। अनेक समय रे लोक कार्य करि पारंती नाही, अलसुआ हुअन्ति। अलसुआ लोक को प्रभु भल पाती नाही। किए दिन 9टा 10टा जाई शोइबे, किए बुलुथिबे राति दिन जाक सब, सेंति लोक प्रभु भल पाइबे नाही। ता जाक देखुथिबे टीवी माने कौन कोनटा माने आरी समान परीक्षा होला बेलକୁ घंटाटी अछि बोल बही माने चिरबे आ बही जाक देखि करी परीक्षा देइबे, सेंति प्रभु आशीर्वाद करबे। परिश्रम करबार अछि, बाइबल रे लिखा जाए परिश्रम करबार अछि। जो माने परिश्रम करिवे से मान को प्रभु आशीर्वाद करिवे। आसंता सप्ताह ठारू मु तुम मान को बाइबल रो किछि विषय कहबी। तार माने मु बाइबल स्टडी रो कोनोसी एक पुस्तक विषय कहबी किबा विभिन्न चरित्र कथा कहबी। जोसेफଙ୍କ चरित्र, दाऊदଙ୍କ चरित्र, जाकोबଙ୍କ चरित्र, आदमଙ୍କ चरित्र, पाउलଙ୍କ चरित्र, पीतरଙ୍କ चरित्र। किंतु आज मैं अल्प समय तुम मान को ईश्वरଙ୍କ घर को गले ई प्रकार आशीर्वाद मिलबो से कथा कहबी।
ପ୍ରଭୁଙ୍କ ପ୍ରାର୍ଥନାରେ ପ୍ରାର୍ଥନା କଲେ କି ପ୍ରକାର ଆଶୀର୍ବାଦ ମିଳିବ ସେ କଥା ତୁମକୁ କହିବି ଅଛି। ମୋ ସାଙ୍ଗେ ସମସ୍ତେ ଖୋଲ ଗୀତ ସଂହିତା 84 ସାମ ନମ୍ବର 84। ଆମେ ଗୀତ ସଂହିତା 84 କୁ ପଢିବା। ଆଉ କେବଳ ଏକ ପଦ କେଇ ଜଣେ ମତେ ପଢି ଦିଅନ୍ତୁ। ସାମ ନମ୍ବର 84। हे ସୈନ୍ୟାଧିପତି ସଦାପ୍ରଭ, ତୁମର ଆବାସରେ କିପରି ପ୍ରିୟତମ। How lovely is your tabernacle, O Lord of hosts. हे ସୈନ୍ୟାଧିପତି ସଦା ପ୍ରଭୁ, ତୁମର ଆବାସ କିପରି ପ୍ରିୟତମ। କାର ଆବାସ? ବାଇବେଲ ଷ୍ଟଡି ସଦା ପ୍ରଭୁଙ୍କର ଆବାସ। ପ୍ରିୟତମ ବୋଇଲେ ମୋର ବାଇବେଲ ହାଉ ବିୟୁଟିଫୁଲ ଲେଖା ହେଇଛି। ହାଉ ବିୟୁଟିଫୁଲ, କେତେ ସୁନ୍ଦର, ହାଉ ଲଭଲି। ଈଶ୍ୱରଙ୍କର ଘର ଅତି ସୁନ୍ଦର। ମନୁଷ୍ୟର ପରି ଘର ନାହିଁ। ଯୋଉମାନେ ଈଶ୍ୱରଙ୍କ ଗୃହରେ ବାସ କରନ୍ତି ସେମାନେ ଧନ୍ୟ ବୋଲିକରି ଲେଖେ। ଯୋଉମାନେ ଈଶ୍ୱରଙ୍କ ଗୃହରେ ବାସ କରନ୍ତି ସେ ଦେ ଆର୍ ଦ ବ୍ଲେସେଡ ପିପୁଲ। ପ୍ରିୟ ଝିଅମାନେ, ତୁମମାନେ ଭାଗ୍ୟବାନ ଲୋକମାନେ। ତୁମେ କଲେଜରେ ରହିକରି ମଧ୍ୟ ତୁମମାନେ ଆଉ ପ୍ରଭୁଙ୍କ ଗୃହକୁ ଲାଳସା କରୁଅଛ। ତୁମମାନେ ଈଶ୍ୱରଙ୍କ ନିକଟରୁ ଗଲେ ମଧ୍ୟ ତୁମମାନେ ଈଶ୍ୱରଙ୍କ ପାଖରେ ଥିଲେ ଅଛ, ସେଥିପାଇଁ ତୁମମାନେ ଆଶୀର୍ବାଦର ପାତ୍ର। ତେବେ ଗୀତରଚକ କହୁଛନ୍ତି ଯୋଉମାନେ ସଦା ପ୍ରଭୁଙ୍କ ଗୃହକୁ ପ୍ରିୟତମ ମଣନ୍ତି ସେମାନେ ଧନ୍ୟ। ତମେ ଯଦି ଭଲ ଭାବେ ପଢିବ ଏଇ ଗୀତ ସଂହିତାକୁ 3 ଭାଗରେ ବିଭକ୍ତ କରାଯାଇଛି। 84 ପଦକୁ 1 ପଦରୁ 4 ପଦ ପର୍ଯ୍ୟନ୍ତ ଦେଖ। ସେଠି ଲେଖା ହେଇଛି 4 ପଦରେ ଯୋଉମାନେ ଈଶ୍ୱରଙ୍କ ଗୃହରେ ବାସ କରନ୍ତି ସେମାନେ ଧନ୍ୟ। 4 ପଦ ପଢ କେଇ ଜଣେ। ଯେଉଁମାନେ ତୁମ୍ଭ ଗୃହରେ ବାସ କରନ୍ତି ସେମାନେ ଧନ୍ୟ, ସେମାନେ ଇଂଲିଶ ନିରନ୍ତର ତୁମ୍ଭର ପ୍ରଶଂସା କରୁଥିବେ। ଥ୍ୟାଙ୍କ ୟୁ। ଦେନ୍ ଇଂଲିଶରେ ପଢ ଜଣେ। Blessed are those who dwell in your house, they are ever praising you. ଓକେ, 5 ପଦ ଜଣେ ପଢ। ଯାହାର ବଳ ତୁମ୍ଭଠାରେ ଥାଏ, ଯାହାର ହୃଦୟରେ ସିୟନଗାମୀ ରାଜପଥ ଥାଏ, ସେ ଲୋକ ଧନ୍ୟ। 9 ପଦ ଜଣେ ପଢ। ହେ ଆମମାନଙ୍କ ଢାଳ ସ୍ୱରୂପ ପରମେଶ୍ୱର, ଦୃଷ୍ଟିପାତ କର ଓ ଆପଣା ଅଭିଷିକ୍ତଙ୍କ ମୁଖକୁ ଅନାଅ। 12 ପଦ ଜଣେ ପଢ। ହେ ସୈନ୍ୟାଧିପତି ପରମେଶ୍ୱର, ଯେଉଁ ଲୋକ ତୁମଠାରେ ଶରଣ ନିଏ ସେ ଧନ୍ୟ। ତେବେ ଏଠି 3ଟି ସ୍ଥାନରେ ଧନ୍ୟ 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 ବୋଲି ଲେଖା ହେଇଛି। 4 ପଦରେ ଲେଖା ହେଇଛି ଧନ୍ୟ ବୋଲି, ଭଲସେ ଦେଖ। 8 ପଦରେ ଲେଖା ହେଇଛି, 5 ପଦରେ ଲେଖା ହେଇଛି ଧନ୍ୟ ବୋଲି, ଆଉ 12 ପଦରେ ଲେଖା ହେଇଛି ଧନ୍ୟ ବୋଲି। ଇଂଲିଶରେ ବ୍ଲେସେଡ ବୋଲି ଲେଖା ହେଇଛି। 4 ପଦରେ ଲେଖା ହେଇଛି ବ୍ଲେସେଡ ଆର୍ ଦୋଜ ହୁ ଡୁଏଲ ଇନ ଦ ୟୋର ହାଉସ। ତାପରେ 5 ପଦରେ ଲେଖା ହେଇଛି ବ୍ଲେସେଡ ଇଜ ଦ ମ୍ୟାନ ହୁ strength is in you। 12 ପଦରେ ଲେଖା ହେଇଛି ଓ ଲର୍ଡ ଅଫ ହୋଷ୍ଟ, blessed is the man who trust in you। କିଏ ଧନ୍ୟ? ଯେଉଁ ଲୋକ ତୁମ୍ଭ ଆବାସରେ ବାସ କରେ ସେ ଧନ୍ୟ। ଯାହାର ବଳ ତୁମ୍ଭଠାରେ ଥାଏ ସେ ଧନ୍ୟ। ଯେ ତୁମ୍ଭଠାରେ ଭରସା କରେ ସେ ଧନ୍ୟ। 3ଟା ଜାଗାରେ ଲେଖା ହେଇଛି। ଲେଖା ହେଇଛି କି ସେମିତି? ତେବେ 4 ପଦକୁ ଆମେ ଧ୍ୟାନ କରିବା। ଯେଉଁ ଲୋକ ସଦା ପ୍ରଭୁଙ୍କର ଗୃହରେ ବାସ କରେ ସେ ଧନ୍ୟ। ତେବେ ତୁମମାନେ ଛୁଆମାନେ ତୁମମାନଙ୍କର ଜାଣବା ପାଇଁ ବୋଲିକରି ମୁଁ ଏଇ ଅଂଶକୁ କହିବା ପାଇଁ ଚାହେଁ। ଗୀତ ସଂହିତା କେତୋଟି ଅଧ୍ୟାୟ ଅଛି? 150। ଗୀତ ସଂହିତା କେତେଟା ଅଧ୍ୟାୟ ଅଛି? How many chapters are there in the book of Psalm? 150। 150, very good। এই ଯୋଉ 150 Psalms କୁ ବିଭିନ୍ନ ଲେଖକ ମାନେ ଲେଖିଛନ୍ତି। ଅନେକ ଲେଖକ ମାନେ, କୋରର ସନ୍ତାନ, ଦାଉଦ, ମୋଶା, ସୋଲୋମନ, ବିଭିନ୍ନ ଲୋକ ଲେଖିଛନ୍ତି। ମନେ ରଖିଥାଅ।
ତେବେ ଏମାନଙ୍କ ଭିତରୁ ଏ କୋରହର ସନ୍ତାନ ମାନେ ମଧ୍ୟ ଏଇ 84 ଗୀତକୁ ଲେଖିଛନ୍ତି। କୋରହର ସନ୍ତାନ ମାନେ କିଏ? ଏମାନେ ହଉଛନ୍ତି ଆଉ ଲେବୀୟ ବଂଶର ବ୍ୟକ୍ତିମାନେ। ଲେବି କିଏ? ଲେବି ହଉଛନ୍ତି କିଏ? ହୁ ଇଜ ଲେବି? ଲେଭାଇଟ୍ସ। ହୁ ଆର୍ ଦ ଲେଭାଇଟ୍ସ? ଲେବି କିଏ? ଲେବି ହଉଛନ୍ତି ଯାକୁବଙ୍କର 12ଟା ପୁଅ ଥିଲେ। କେତେଟା ପୁଅ ଥିଲେ? 12ଟା ପୁଅ ଥିଲେ। 12ଟା ପୁଅ ମାନଙ୍କ ଭିତରୁ ଜଣେ ପୁଅର ନାମ ହଉଛି ଲେବି। ଆମେ ଓଡିଆରେ ଲେବିୟ ବୋଲିକରି କହୁଛୁ। ଏ ଲେବିୟ ବଂଶର ଲୋକମାନଙ୍କୁ ପ୍ରଭୁ ତାଙ୍କ ସେବା କରିବା ପାଇଁ ମନୋନୀତ କଲେ। ଅନ୍ୟାନ୍ୟ ଲୋକମାନେ ଅନ୍ୟାନ୍ୟ କାମ କରିବେ, କିନ୍ତୁ ଲେବିୟ ବଂଶର ଲୋକ ସେମାନେ ଯାଜକୀୟ କାମ କରିବେ। ଯାଜକୀୟ କାମ ବୋଲେ କଣ ପିଲାମାନେ? ପ୍ରିଷ୍ଟ। ପ୍ରିଷ୍ଟ 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 ବୋଲେ କଣ? ସେମାନେ ମନ୍ଦିରର ସେବା କରିବେ, ଜେରୁସାଲମ ମନ୍ଦିରର ସେବା କରିବେ, ଈଶ୍ୱରଙ୍କ ଠାରେ ପୂଜା ପାଠ କରିବେ। ଆମେ ଯେମିତି ଅନ୍ୟ ଆଉ ଧର୍ମରେ ଆମେ ମାନେ ଦେଖୁଛୁ ସେମାନଙ୍କର ପୂଜାରୀ ବୋଲି କହନ୍ତି। ଖ୍ରୀଷ୍ଟିଆନ ଧର୍ମର ପାଳକ, ପ୍ରଚାରକ, ପୂଜାରୀ, ଦେ ଆର୍ ସେଟ୍ ପାର୍ଟ ପିପୁଲ। ସେମାନେ କୌଣସି ଏକ କାର୍ଯ୍ୟ ପାଇଁ ଅଲଗା କରାଯାଇଥିବା ବ୍ୟକ୍ତି ମାନେ ହଉଛନ୍ତି ଲେବୀୟ ମାନେ, ଅର୍ଥାତ୍ ଏମାନେ ମନ୍ଦିରର ସେବା କରିବେ। ଏମାନଙ୍କର ବଂଶଧର ମଧ୍ୟରେ ମଶା ଆଉ ହାରଣ ଆଉ ଥିଲେ। ମଶା ଆଉ ହାରଣ ମଧ୍ୟ ଲେବୀୟ ଲୋକ ଥିଲେ। ତେବେ ଏ ଯୋଉ ଗୀତ ସଂହିତା 84 ପଦରେ ଯିଏ ଲେଖିଛନ୍ତି ସେ ହଉଛନ୍ତି କୋରହ ସନ୍ତାନ। ତୁମେ ଯଦି ଆଉ ଯାତ୍ରା ପୁସ୍ତକ ନମ୍ବର୍ସ ବୋଇଲେ ଗଣନା ପୁସ୍ତକ ଯଦି ଯିବ, ସେଠି ତୁମେ ଦେଖିପାରିବ ଯେ ସେ ଜାଗାରେ ଲେଖା ହେଇଛି, 16 ଅଧ୍ୟାୟ ଯଦି ପଢିବ ବୋଲେ ଲେଖା ହେଇଛି ସେ କୋରହର ସନ୍ତାନ ମାନଙ୍କର କଥା। ଏଇ କୋରହର ସନ୍ତାନ ମାନେ ଥିଲେ ଲେବୀୟ ଲୋକମାନେ, ଯୋଉମାନେ ଲେବୀ ବଂଶରୁ ହାରଣ ଆଉ ମଶାଙ୍କ ବଂଶରୁ ସେମାନେ ଆସିଥିଲେ। ଏମାନଙ୍କର କାମ ଥିଲା ପିଲାମାନେ ଯେ ମନ୍ଦିରର ସେବା କରିବା। କଣ କରିବା? ତୁମେ ଯେମିତି ନର୍ସ ହେବା ପାଇଁ ବୋଲି ନର୍ସ ଟ୍ରେନିଂ କରିବାକୁ ଯାଇଛ, ଲୋକମାନେ ବାଇବେଲ କଲେଜକୁ ବାଇବେଲ ପଢିବା ପାଇଁ ଯାଆନ୍ତି। କେହି କେହି ବିଭିନ୍ନ ସେମାନଙ୍କର କଳ କୌଶଳ କାମ କରନ୍ତି। ଠିକ ସେ ପ୍ରକାର ଏ ଲେବୀୟ ଲୋକମାନଙ୍କୁ ସଦା ପ୍ରଭୁ ତାଙ୍କ ମନ୍ଦିରର ସେବା କରିବା ପାଇଁ ସେମାନଙ୍କୁ ବାଛିଥିଲେ। ଦେ ଆର୍ ଭେରି perfect people. The perfect means not the perfect. They are eligible to serve the Lord. ସେମାନେ ଈଶ୍ୱରଙ୍କର ସେବା କରିବା ପାଇଁ ପ୍ରଭୁ ସେମାନଙ୍କୁ ବାଛିଥିଲେ। ତୁମେ କେତେ ଜଣ ଜାଣିଛ ମୁଁ ଜାଣି ନାହିଁ, କିନାନ ଦେଶକୁ ଯେତେବେଳେ ସେମାନେ ପହଞ୍ଚିଲେ, 12ଟା ଭାଇକୁ 12ଟା ସ୍ଥାନକୁ ଈଶ୍ୱର ଦେଲେ ବିଭିନ୍ନ ଜାଗାକୁ ବାଛିବା ପାଇଁ। ତେବେ ସବୁ 12ଟା ଭାଇ ମାନଙ୍କୁ 12ଟା ଜାଗା ମିଳିବା କଥା, କିନ୍ତୁ ଲେବିକୁ ମିଳିଲା ନାହିଁ। ଲେବିକୁ ଜାଗା ମିଳିଲା ନାହିଁ। ତାଙ୍କୁ କିନାନ ଦେଶରେ କେବଳ ଈଶ୍ୱରଙ୍କ ସେବା କରିବା ପାଇଁ ପଡିଲା। ଈଶ୍ୱର ନିଜେ ତାଙ୍କ ଭାଗରେ ପଡିଲେ ବୋଲି ଲେଖାଯାଏ। ଅନ୍ୟମାନେ ସେମାନେ ଘର ଦ୍ୱାର ବାଡି ଜମି ସବୁ କଲେ। ତୁମେ ଯେମିତି ଏବେ ନର୍ସିଂ ଟ୍ରେନିଂ ଯାଇଛ, ଚାକିରି କରିବ, ତୁମେ ପାଇବ। ଆମେ ପାଷ୍ଟର ଲୋକ କଣ କରିବୁ ବୋଲି ତୁମର ସେବା କରିବୁ, ଈଶ୍ୱରଙ୍କର ଗୌରବ କରିବୁ। ଏଇଟା ହଉଛି ଆମର ଡ୍ୟୁଟି। ତେବେ ଲେବୀୟ ଲୋକମାନେ ହଉଛନ୍ତି ଈଶ୍ୱରଙ୍କର ମନୋନୀତ ଲୋକମାନେ ତାଙ୍କ ସେବା କରିବା ପାଇଁ। ତେବେ ଏମାନେ ହଉଛନ୍ତି କୋରହ ସନ୍ତାନ ମାନେ, ଯୋଉମାନେ ଆଉ ଈଶ୍ୱରଙ୍କର ସେବା ପାଇଁ ମନୋନୀତ ହେଇଥିଲେ। ତେବେ କୋରହ ସନ୍ତାନ ମାନଙ୍କ ମଧ୍ୟରେ ଗୋଟିଏ ଦିନ କଥା, କୋରହ ବୋଲି ଜଣେ ବ୍ୟକ୍ତି ଯେ ଥିଲେ, କଣ ହେଲା ଯେ କୋରହ ମଶାଙ୍କ ବିରୁଦ୍ଧରେ ଉଠିଲେ। 16 ଅଧ୍ୟାୟ ତମେ ପଢିଲେ ଜାଣବ। ଆଉ ନମ୍ବର୍ସ ଉଠିଲାରୁ ସେଇଦିନ ମଶା କଣ କଲେ? ପ୍ରାର୍ଥନା କଲେ। ସେତେବେଳେ ସେମାନେ ବିଦ୍ରୋହ କଲେ। କୋରହ ସନ୍ତାନ ମାନେ, ଭୂମି 2 ଭାଗ ହେଇଗଲା, ଫାଟିଗଲା, 250 ଲୋକ ମରିଗଲେ। ତେବେ ମୁଁ ଏଠି ତମକୁ କହିବା ପାଇଁ ଚାହୁଁଛି କଣ ପିଲାମାନେ, ଈଶ୍ୱରଙ୍କର ଦାସ ମାନଙ୍କ ବିରୁଦ୍ଧରେ କେବେ ବି କହିବାକୁ ହବ ନାହିଁ। ଈଶ୍ୱରଙ୍କ ଦାସ ବିରୁଦ୍ଧରେ ଉଠିବାକୁ ହବ ନାହିଁ। କୋରହ ସନ୍ତାନ ମାନେ ସେମିତି ହେଇକିରି 250 ଲୋକ ମରି ଯାଇଥିଲେ। ତେବେ ପ୍ରଭୁ ତୁମମାନଙ୍କୁ ଆଉ ମତେ ଆହ୍ୱାନ କରିଛନ୍ତି ତାଙ୍କ ଗୃହକୁ ଯିବା ପାଇଁ। ତାଙ୍କ ଗୃହ ଏକ ଆଶୀର୍ବାଦର ଗୃହ। ତାଙ୍କ ଗୃହ ଏକ ଅନୁଗ୍ରହର ଗୃହ। ଯୋଉମାନେ ଈଶ୍ୱରଙ୍କ ଗୃହରେ ବଢନ୍ତି ସେମାନେ ଧନ୍ୟ। ଯେତେବେଳେ ଏଇ କୋରହ ସନ୍ତାନ ମାନେ ଈଶ୍ୱରଙ୍କର ସେବା
କରିବା ପାଇଁ ବାହାରିଲେ ସେମାନେ ବିଭିନ୍ନ ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେଲେ। ଯୋଉମାନେ ଈଶ୍ୱରଙ୍କ ସେବା କରିବାକୁ ବାହାରନ୍ତି, ଯୋଉମାନେ ଈଶ୍ୱରଙ୍କ ନିକଟରେ ଆଉ ଅନୁଗ୍ରହ ପ୍ରାପ୍ତ ହୁଅନ୍ତି, ସେମାନେ କୁ ପ୍ରଭୁ ଆଶୀର୍ବାଦ କରିବେ। ଈଶ୍ୱରଙ୍କର ସନ୍ତାନ ମାନଙ୍କୁ ସେ ଆଶୀର୍ବାଦ କରିବେ। ତୁମମାନଙ୍କୁ ମଧ୍ୟ ଆଜି ପ୍ରଭୁ ଆଶୀର୍ବାଦ କରିଅଛନ୍ତି। ତେବେ କୌରବ ସନ୍ତାନ ମାନେ କିଏ? କୁହ। ଲେବି ବଂଶର ଲୋକମାନେ ମନ୍ଦିରର ସେବା କରିବା ପାଇଁ ସେମାନେ ବାହାରିଥିଲେ, ଯୋଉମାନଙ୍କୁ ପ୍ରଭୁ ମନୋନୀତ କରିଥିଲେ। ଗୀତ ସଂହିତା ତାର 84 ପଦରେ ସେଥିପାଇଁ ଲେଖାଯାଏ ଯେ ଈଶ୍ୱରଙ୍କର ମନ୍ଦିର କଥା ଲେଖାଯାଏ ଯେ ଏଠି ଲେଖକ କହୁଛନ୍ତି ଯେ ଈଶ୍ୱରଙ୍କର ମନ୍ଦିର ଅତି ସୁନ୍ଦର, ତୁମ ଆବାସ କିପରି ପ୍ରିୟତମ। ପ୍ରିୟତମ ବୋଲେ କଣ? ତୁମର ଲଭଲି। ପ୍ରିୟତମ ବୋଲେ ଲଭଲି, ଅତି ସୁନ୍ଦର। ଯୋଉମାନେ ମନ୍ଦିରରେ ଈଶ୍ୱରଙ୍କ ପାଖକୁ ଯାଆନ୍ତି ସେମାନେ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ପ୍ରିୟମାନେ, ପିଲାମାନେ, ଆଉ ତୁମାନେ ଏ କଲେଜରେ ରହିକରି ମଧ୍ୟ ଯୋଉ ସ୍ଥାନ ମନୋନୀତ କରିଛ ଈଶ୍ୱରଙ୍କ ସେବା ପାଇଁ, ମୁଁ ତମକୁ ଧନ୍ୟବାଦ ଦିଏ। ସେଇଠି ଯୋଉଠି ବସିଛ ସେଇଟା ହଉଛି ଈଶ୍ୱରଙ୍କର ମନ୍ଦିର। ତୁମେ ଯୋଉ ଜାଗାରେ ରହିଛ ସେଠି ଈଶ୍ୱରଙ୍କର ଉପସ୍ଥିତି ଅଛି। ଈଶ୍ୱରଙ୍କର ଉପସ୍ଥିତିକୁ ଯୋଉମାନେ ଅନୁଭବ କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ, ନୂଆ ଶକ୍ତି ପାଇବେ, ନୂଆ ବୁଦ୍ଧି ପାଇବେ, ନୂଆ ଜ୍ଞାନ ପାଇବେ। ସେମାନେ ଈଶ୍ୱରଙ୍କ ଠାରୁ ଅନୁଗ୍ରହ ପାଇବେ। ଏ ରବିବାର ଦିନ ମୋର କାମନା, ମୋର ପ୍ରାର୍ଥନା, ପ୍ରଭୁ ତୁମମାନଙ୍କୁ କଣ କରନ୍ତୁ ନା ନୂଆ ଜ୍ଞାନ ଦିଅନ୍ତୁ। ତେବେ କୌରବ ସନ୍ତାନ ମାନେ ଯେତେବେଳେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେଲେ, ପ୍ରଭୁଙ୍କୁ ଭଲ ପାଇଲେ, ପ୍ରଭୁଙ୍କ ମନ୍ଦିର ପାଖକୁ ଗଲେ, ପ୍ରଭୁ ସେମାନଙ୍କୁ ଗୋଟେ କଣ କଲେ? ସେମାନଙ୍କୁ ଗୋଟେ ଡ୍ୟୁଟି ଦେଲେ। ଗୋଟେ ଡ୍ୟୁଟି ଦେଲେ କଣ? ଗୋଟେ ଆଶୀର୍ବାଦ କଲେ ମନ୍ଦିରରେ ସେବା କରିବା ପାଇଁ। ମନ୍ଦିରରେ କଣ ହେଇକରି ସେବା କରିବେ? 10 ପଦ ପଢ। କାରଣ 84 ସହସ୍ର ଦିନ ଅପେକ୍ଷା ତୁମର ପ୍ରାଙ୍ଗଣରେ ଏକ ଦିନ ଭଲ। ଦୁଷ୍ଟତାର ତମ୍ବୁରେ ବାସ କରିବା ଅପେକ୍ଷା ଆମ ପରମେଶ୍ୱରଙ୍କ ଗୃହରେ ଦ୍ୱାରୀ ହେବାର ବରଞ୍ଚ ଆମ୍ଭେ ଭଲ ଜାଣୁ। ହଁ, ଏମାନେ ଯେତେବେଳେ ଈଶ୍ୱରଙ୍କ ଗୃହକୁ ଗଲେ ସେତେବେଳେ ସେମାନେ ଦ୍ୱାରୀ ହେଲେ। ଦ୍ୱାରୀ ବୋଲେ କଣ? ପ୍ରଭୁ ତାଙ୍କୁ ଦ୍ୱାରୀ କଲେ, ଗୋଟେ କାର୍ଯ୍ୟ ଦେଲେ, ଗୋଟେ ଆଶୀର୍ବାଦ କଲେ। ଦ୍ୱାରୀ ବୋଲେ କଣ? ଡୋର କିପର। ଦେ ଆର ଦ ଡୋର କିପର। ଡୋର କିପର ବୋଲେ କଣ? ଡୋର କିପର, ୱାଚମ୍ୟାନ, ଜଗୁଆଳି। ପ୍ରଭୁଙ୍କ ମନ୍ଦିରରେ ସେମାନଙ୍କୁ ଜଗୁଆଳି କଲେ। ସେ ପ୍ରଥମ ଆଶୀର୍ବାଦ ଯୋଉମାନେ ଈଶ୍ୱରଙ୍କ ଠାରୁ ଯେତେବେଳେ ମାନେ ସଂଲଗ୍ନ ହେଲେ ସେମାନେ ଡୋର କିପର ହେଲେ। ଈଶ୍ୱରଙ୍କର ମନ୍ଦିର ଛାମୁରେ ଗୋଟେ ଦ୍ୱାରୀ ହେବା ମଧ୍ୟ ସାଧାରଣ କଥା ନାହିଁ। ସେମାନଙ୍କ ପାଖରେ କୌଣସି ଯୋଗ୍ୟତା ନଥିଲା, ସେମାନଙ୍କର ପାଖରେ କୌଣସି ବଳ ନଥିଲା, ଶକ୍ତି ନଥିଲା, କିନ୍ତୁ ପ୍ରଭୁ ସେମାନଙ୍କୁ ଡୋର କିପର କଲେ। ପ୍ରଭୁ ସେମାନଙ୍କୁ ମନ୍ଦିରରେ ସେବା କରିବା ପାଇଁ ସୁଯୋଗ ଦେଲେ। ତେବେ ଏଇମାନେ ଆଉ 3 ଗୋଟି ଆଶୀର୍ବାଦ ପାଇଲେ ବୋଲିକିରି ଆମେ ଶାସ୍ତ୍ର ମଧ୍ୟରେ ମୁଁ ତମକୁ କହିବି, ଦେଖିବା ଆମେ ଲେଖା ହେଇଛି। ପ୍ରଥମ ସେମାନେ ହଉଛନ୍ତି ଡୋର କିପର ହେଲେ, ଦ୍ୱାରୀ ହେଲେ। ଦ୍ୱିତୀୟ କଥା, ସେମାନେ ଈଶ୍ୱରଙ୍କର ମନ୍ଦିରରେ ରୁଟି ବନେଇବା ପାଇଁ ବୋଲିକି ସେମାନେ ଆପଏଣ୍ଟମେଣ୍ଟ ପାଇଲେ। ପ୍ରଥମ ବଂଶାବଳୀ 9 ଅଧ୍ୟାୟର 21, 31 ଆଉ 32 ପଦ ପଢ ପିଲାମାନେ। ପ୍ରଥମ ବଂଶାବଳୀ 9 ଅଧ୍ୟାୟର 31 ଆଉ 32 ପଦ। ଫାର୍ଷ୍ଟ କ୍ରୋନିକାଲ ଆଉ ଲେବୀୟ ମାନଙ୍କ ମଧ୍ୟରୁ କୋରହି ସଲୋମର ଜ୍ୟେଷ୍ଠ ପୁତ୍ର ମତୀୟ ପୋକାନ ସତ୍ଭାବରେ ନିରୂପିତ କର୍ମରେ ନିଯୁକ୍ତି ଥିଲା। ଆଉ ସେମାନଙ୍କ ଭାତୃଗଣ କହାଇତୀୟ ସନ୍ତାନଗଣ ମଧ୍ୟରୁ କେତେକ ଜଣ ପ୍ରତି ବିଶ୍ରାମ ବାରର ଦର୍ଶନୀୟ ରୁଟି ପ୍ରସ୍ତୁତ କରିବା ପାଇଁ ନିଯୁକ୍ତି ଥିଲେ। ସେତିକି ଥାଉ। ସେମାନେ କଣ ପାଇଁ ବୋଲି ନିଯୁକ୍ତି ହେଲେ? ବିଶ୍ରାମ ବାରର ରୁଟି ବନେଇବା ପାଇଁ। ପ୍ରଥମ ଆଶୀର୍ବାଦ କଣ ସେମାନେ ପାଇଲେ? ଈଶ୍ୱରଙ୍କ ମନ୍ଦିରରେ ଦ୍ୱାରୀ ହେବା ପାଇଁ, ଦ୍ୱାର ଜଗିବା ପାଇଁ। ସେମାନେ ଈଶ୍ୱରଙ୍କ ମନ୍ଦିର ସେବା କରିବା ପାଇଁ ବାହାରେ ସେବା କରିବେ। ଦ୍ୱିତୀୟ ଆଶୀର୍ବାଦ ଆମେ ଦେଖୁଛୁ
ଏଇ ମାନେ ଯେ ରୁଟି ବନେଇବା ପାଇଁ ରୁଟି କୋଉଠି ରହିବ? ଏ ରୁଟି ମନ୍ଦିର ଭିତରେ ପବିତ୍ର ସ୍ଥାନ ମହାପବିତ୍ର ସ୍ଥାନରେ ରହିବ। ମହାପବିତ୍ର ସ୍ଥାନର ରୁଟିକୁ ଯୋଉମାନେ ବନେଇବେ ସେମାନେ ପବିତ୍ର ଲୋକ ହେଇଥିବେ। ସେମାନେ ହୃଦୟକୁ ପବିତ୍ର କରିଥିବେ, ସେମାନେ ହୃଦୟକୁ ଶୁଚି କରିଥିବେ, ତେବେ ସେମାନେ ବନେଇ ପାରିବେ। ଯୋଉମାନେ ଈଶ୍ୱରଙ୍କ ଉପରେ ନିର୍ଭର ରଖନ୍ତି, ଯୋଉମାନେ ଈଶ୍ୱରଙ୍କ ଉପରେ ଭରସା ରଖନ୍ତି, ପ୍ରଭୁ ସେମାନଙ୍କୁ ବିଭିନ୍ନ ଆଶୀର୍ବାଦରେ ଆଶୀର୍ବାଦ କରିବେ। ତେବେ ଏଇ ଯୋଉ ପରର ସନ୍ତାନ ମାନେ ଈଶ୍ୱରଙ୍କ ଠାରେ ନିର୍ଭର କରିଥିବାରୁ ସେମାନଙ୍କୁ ସେ ଆଶୀର୍ବାଦ କରୁଛନ୍ତି ତାଙ୍କ ମନ୍ଦିର ପାଖରେ ରହିବା ପାଇଁ। ଦ୍ୱିତୀୟ କଥା କଣ କରିବା ପାଇଁ? ତାଙ୍କ ମନ୍ଦିରର ରୁଟି ବନେଇବା ପାଇଁ। ତୃତୀୟ କଥା ଆମେ ଦେଖିବା ସେଇ ପ୍ରଥମ ବଂଶାବଳୀ 9ର 33 ଆଉ 34 ପଦ ପଢ। ପୁଣି ଲେବୀୟମାନଙ୍କ ପିତୃବଂଶ ପ୍ରଧାନ ଯେଉଁ ଗାୟକମାନେ ସେମାନେ କୋଠରୀରେ ବାସ କଲେ ଓ ଅନ୍ୟ ସେବାରୁ ମୁକ୍ତ ଥିଲେ, କାରଣ ସେମାନଙ୍କୁ ଦିବାରାତ୍ରି ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ରହିବାକୁ ହେଲା। ଏମାନେ ପ୍ରଧାନ ଲୋକ ଆପଣା ଆପଣାର ସମୁଦାୟ ବଂଶାବଳୀରେ ଲେବୀୟମାନଙ୍କର ପିତୃବଂଶ ପ୍ରଧାନ ଥିଲେ। ଏମାନେ ଜେରୁସାଲେମ କଲେ। ଏଠି ପ୍ରଶଂସା ବୋଲି ଲେଖା ହେଇଛି କି ମା? ସଙ୍ଗୀତ ଦଳ ବୋଲି ଲେଖା ହେଇଛି 33-34 ପଦରେ ପ୍ରଥମ ବଂଶାବଳୀ 9 ଅଧ୍ୟାୟର। ମ୍ୟୁଜିସିଆନ୍ସ ଲେଖା ହେଇଛି। ମ୍ୟୁଜିସିଆନ୍ସ ସେମାନଙ୍କୁ କଣ କଲେ ପ୍ରଭୁ? ସଙ୍ଗୀତ ଦଳରେ ମିଶେଇଲେ। କୟର ଦଳରେ ତମର ଚର୍ଚ୍ଚ ମାନଙ୍କୁ କୟର ଦଳରେ ମିଶିବା ପାଇଁ କିଏ ପୁରା ଆଗ୍ରହ। ଆଉ ଯଦି କେହି ଯଦି ନ ମିଶିଲେ ବୋଲେ ମତେ ମିଶଉନାହାନ୍ତି ପାପା, ଟିକେ କହିଦିଅ ପାଷ୍ଟର ଆଜ୍ଞା କହିବୁ କିଏ ଜାଣବା ଲୋକ ହେଲେ ତ ଟିକେ ଆଗେ ଗୀତ ବହି ମାନ ଦେଇକି ଆଗେ ଯାଇଥିବେ। ଟିକେ ମଝିଆ ଲୋକମାନେ ବୋଲେ ମିଶେଇବେ କି ନାଇଁ କି ଦେଖିଲା ପରେ ଶୁଣିଲା ପରେ ମଝିରେ ଭିତରେ ଗୁଣୁ ଗୁଣୁ ହଉଥିବେ, ଗୀତ ଗାଉଥିବେ, ମୋର କିଏ ସ୍ୱର ଶୁଣିକରି ହେଲେ ମତେ ମିଶୋତ ପରା ବୋଲୁଥିବେ। ହେଲେ ଈଶ୍ୱର ଏଇ ଯୋଉ ଲେବୀୟ ଲୋକମାନଙ୍କୁ ବାଛିଲେ ସେମାନେ ପୁରା ସମ୍ପୂର୍ଣ୍ଣ ଅଲଗା ସେମାନେ। ତେବେ ଲେବୀୟ ଲୋକମାନେ ଖାଲି ଦ୍ୱାର ଜଗିବେ ସେ କଥା ନାହିଁ, ଖାଲି ରୁଟି ବନେଇବେ ସେ କଥା ନାହିଁ, ଈଶ୍ୱରଙ୍କର ପ୍ରଶଂସା ମଧ୍ୟ ସେମାନେ କରିବେ। ଈଶ୍ୱରଙ୍କର ପ୍ରଶଂସା କଲେ ପ୍ରଭୁ ଆଶୀର୍ବାଦ କରିବେ। ଈଶ୍ୱରଙ୍କର ପ୍ରଶଂସା କଲେ ପ୍ରଭୁ ସମସ୍ୟାରୁ ଦୂର କରିବେ। ଈଶ୍ୱରଙ୍କର ପ୍ରଶଂସା କଲେ ପ୍ରଭୁ ବିଜୟ ଦେବେ। ତେବେ 3 ପ୍ରକାର ଆଶୀର୍ବାଦ କଥା କହିଲି ମୁଁ, ମାନେ ମତେ କୁହ କଣ ପ୍ରଥମ ଆଶୀର୍ବାଦ କଣ? ଡୋର କିପର। They are doorkeeper, they are watchman। ଦ୍ୱିତୀୟ କଥା ଯେ ରୁଟି ବନେଇବେ ଯିଏ। they are food maker, they ରୁଟି ବନେଇବେ ସେମାନେ। ତୃତୀୟ କଥା ମ୍ୟୁଜିସିଆନ। ସେମାନେ ମ୍ୟୁଜିସିଆନ। ତେବେ କୋଉମାନେ ଧନ୍ୟ? ଯୋଉମାନେ ଈଶ୍ୱରଙ୍କ ଗୃହରେ ପ୍ରହରୀ ରହିବେ। ଯୋଉମାନେ ଈଶ୍ୱରଙ୍କ ଗୃହରେ ପ୍ରହରୀ ଗେଟ୍ କିପର ହେଇ ରହିବେ ସେମାନେ ଧନ୍ୟ। ଯୋଉମାନେ ରୁଟି ବନେଇବେ ସେମାନେ ଧନ୍ୟ। ଯୋଉମାନେ ଗୀତ ଗାଇବେ ସେମାନେ। 3 ପ୍ରକାର ଧନ୍ୟ କଥା ଲେଖା କହନ୍ତି। ତେବେ ପ୍ରିୟ ଝିଅମାନେ, ପ୍ରଭୁଙ୍କର ବାକ୍ୟ କହେ ଆମେ ଈଶ୍ୱରଙ୍କ ମନ୍ଦିର ପାଇଁ ଯେତେବେଳେ ଲାଳସା ହେବା ସେତେବେଳେ ପ୍ରଭୁ ଆଶୀର୍ବାଦ କରିବେ। ଆମେ ଈଶ୍ୱରଙ୍କ ମନ୍ଦିର ପାଇଁ ଯେତେବେଳେ ଆମେ ନିଜକୁ ସମର୍ପିତ କରିବା ସେତେବେଳେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ତେବେ ଏଇ ଯୋଉ ଗୀତ ଆମେ ଦେଖୁଛୁ, ଯୋଉଟା ପଢିଲୁ, ସେଠି ଆମେ ଦେଖୁଛୁ ଯେ ଗୀତ ରଚକ ଏଇ ଯେ ଗୀତ ଲେଖିଛନ୍ତି ସେ ମନ୍ଦିରକୁ ଯାଇପାରୁନାହାନ୍ତି। ମନ୍ଦିରକୁ କୋଉମାନେ ଯିବେ? ପୁରାତନ ନିୟମ ଅନୁସାରେ ଯୋଉମାନେ ଯାଜକ ଆଉ ମହାଯାଜକ ସେମାନେ ଭିତରକୁ ଯିବେ। ଏଇ ଦ୍ୱାରପାଳ ମାନେ ଯାଇପାରିବେ ନାହିଁ। ତୁମ ପରି ମୋ ପରି ସାଧାରଣ ଲୋକମାନେ ଯାଇପାରିବେ ନାହିଁ। କିନ୍ତୁ ଯେତେବେଳେ ସେ ଭିତରକୁ ମନ୍ଦିରକୁ ଯାଇପାରୁନାହାନ୍ତି, ସେ ନିଜକୁ ଟିକେ ଅହଙ୍କାର ମନେ କରୁଛନ୍ତି। କିଏ? ଗୀତ ରଚକ। କାହାକୁ ଅହଙ୍କାର ହଉଛନ୍ତି? ଜଣେ ବ୍ୟକ୍ତି ସେଠିକି ଯାଉଛନ୍ତି। 3 ପଦ ପଢ। 3 ପଦ ପଢ। 84:3। ହଁ, ଘର ଛୋଟିଆ ଆପଣା ପାଇଁ ଏକ ଗୃହ ଓ
କୁଞ୍ଜନ ପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣ ପାଇଁ ଏକ ବସା ପାଇ ଅଛି। କିଏ ମା? ଘର ଛୋଟ ଘର ଛୋଟିଆ ଘର ଚଟିଆ। ଘର ଚଟିଆ ବୋଇଲେ ସ୍ପେରୋ ପେର। ଆଉ ଗୋଟେ ଲୋକାଲ ଭାଷାରେ କୁହ ତ ଘର ଚଟିଆ ବୋଲେ କଣ? କୋରାପୁଟ ଲୋକେ ଅଛନ୍ତି କି ତମର ଭିତରେ? ସମସ୍ତେ କା ସମସ୍ତେ କି? ହଁ, ଲକ୍ଷ୍ମୀ ଚଢେଇ ବୋଲବେ ଆମର ଆଡେ ଘର ଚଟିଆ। ତୁମର ଆଡେ କଣ କହିବେ ମୁଁ ଜାଣିନି। ବାଟି ଚଢେଇ ପାଟି ଚଢେଇ ସେଟା ଅଲଗାଟା ମା। ଏ ଯୋଉ ଘର ମାନଙ୍କୁ ରହେ ଘର ଛୋଟିଆ ଘର ଚଟିଆ, ରାଇଟ। ଆମର ଆଡେ ଖାନ୍ତି ଦେଶିଆ ଲୋକ ତ ଆମେ ଲକ୍ଷ୍ମୀ ଚଢେଇ ବୋଲୁ। ହେଲେ ଏ ଘର ଚଟିଆ ଧାଇଁ ଧାଇଁ ଉଡି ଉଡି ଯାଇକରି ଈଶ୍ୱରଙ୍କ ମନ୍ଦିରରେ ଯାଇ ଘର ବାନ୍ଧି ପକଉଛି। ଏ ଘର ଚଟିଆ ଯାଇକରି ସେଠି କି କାଁ ପି ପାଁ ବୋଲିକି ଶବ୍ଦ କରି ପକଉଛି। ତା ପାଇଁ ବୋଲିକିରି ଯିବାକୁ ଜାଗା ଅଛି। ଯାହାର ମୂଲ୍ୟ ନାହିଁ, ଯାହାର ଶକ୍ତି ନାହିଁ, ଯାହାର ବଳ ନାହିଁ, ଯିଏ କି କିଣା ଯାଇ ପାରିବ ନାହିଁ। ହେଲେ ଘର ଚଟିଆର ମୂଲ୍ୟ କେତେ? କେତେ ଟଙ୍କା ହବ ଘର ଚଟିଆ ବିକିଲେ? କେତେ ଟଙ୍କା ନେବେ? ଓ କେତେ ଟଙ୍କା ହବ ଦେଖବା। ମାଥି ପୁସ୍ତକ 10 ଅଧ୍ୟାୟରେ 29 ପଦ ପଢ। କେତେ ଟଙ୍କା ସେ ଘର ଚଟିଆର ମୂଲ୍ୟ ଆମେ ଦେଖବା। ଫଟାଫଟ ପଢ। 10 ର କେତେ? 10 ଦୁଇଟି verse 29। ଦୁଇଟି ଘର ଛୋଟିଆ କଣ ଗୋଟିଏ ପଇସାରେ ବିକା ଯାଆନ୍ତି ନାହିଁ? ରାଇଟ ରାଇଟ ରାଇଟ। ଦୁଇଟି ଘର ଚଟିଆ କେତେ ପଇସା? ଗୋଟିଏ ପଇସାରେ ଗୋଟେ ପଇସା। ହେଲେ ଏସ୍ତରକୁ ମିଶେଇ ତୁମମାନଙ୍କୁ ଯଦି ବିକିଲେ କେତେ ଟଙ୍କା ଯିବ? ତୁମ ମାନେ କୋଟି କୋଟି ଟଙ୍କା ଯିବ। ତମକୁ ଚାକିରି କରିବ ନା। ପ୍ରଭୁ ତୁମକୁ କିଣିଛନ୍ତି। କୋଉଠି କିଣିଛନ୍ତି? ତାଙ୍କ ରକ୍ତ ଦେଇ କିଣିଛନ୍ତି। ତୁମେ ଏମିତିରେ କିଣା ହେଇନାହ, ବିକା ଯାଇନାହ। ତାଙ୍କ ରକ୍ତ ଦେଇ କିଣିଛନ୍ତି ତମକୁ। ଯଦି ଆଉ ଏଇଠି ପଚରା ଯାଏ, ତେବେ କୋଉମାନେ କେତେ ଗଣିତ ଜାଣିଛ? ମୁଁ ଜାଣିନାହିଁ। ଗଣିତରେ କେତେ ଜାଣିଛ କି? 9। ମୁଁ 9 ମାର୍କ ଆଣିଥିଲି ଗଣିତରେ। ସାଂସ୍କ୍ରିଟରେ ଆଣିଥିଲି 90 ମାର୍କ। ଇଂଲିଶରେ ଆଣିଥିଲି ମୁଇଁ 32 ମାର୍କ। ହେଲେ ଆମର ବେଳକୁ 3ଟା ସବଜେକ୍ଟ ମିଶିକରି 90 ମାର୍କ ଆଣିଲେ ଆମେ ପାସ୍ ହେଇଯାଉଥିଲୁ। ବୁଝିଲ? ହେଲେ ଘର ଚଟିଆର ମୂଲ୍ୟ କେତେ? ଗୋଟେ ପଇସା ବୋଲିକରି ମାଥ୍ୟୁ ଲେଖନ୍ତି। ଲୁକ 12:6 ପଦ ପଢ। 5ଟି ଘର ଛୋଟିଆ କଣ ଯୋଡି ପଇସାରେ ବିକା ଯାଆନ୍ତି ନାହିଁ? ହଁ, ସେଠି ଘର ଚଟିଆ ଗୋଟେ ପଇସା ଗୋଟେକୁ। ଏଠି କେତେ ପଇସା? 5ଟି 5ଟାକୁ ଗୋଟେ ଯୋଡି ଗୋଟେ ଗୋଟେ ଯୋଡି। ପଇସାରେ ବିକା ଯାଆନ୍ତି ନାହିଁ? 5ଟାକୁ 2 ପଇସା। 5ଟାକୁ 2 ପଇସା। ଯୋଡି ବୋଇଲେ ଦିଟା, ଡବଲ। ଯୋଡି ବୋଲେ ଦିଟା। এটা ଦେଶିଆ ଭାଷା ଯେ ବାଇବେଲରେ ଲେଖା ହେଇଯାଇଛି। ଏଟା ଯୋଡି ବୋଲେ 2 ପଇସା। କେତେଟା ଘର ଚଟିଆକୁ 5ଟା ଡିଭାଇଡ କରିଦିଅ। କୋଉମାନେ ଅଙ୍କ ଗଣିତ ଜାଣିଛ, ଫଟାଫଟ ଡିଭାଇଡ କର। 2 ହାଫ୍ ଦିଟାକୁ ହବ। ଯଦି ଏ ଗୋଟେକୁ ଗୋଟେ ପଇସା, ଲୋକ ଲେଖୁଛନ୍ତି 5ଟାକୁ 2 ପଇସା। ଏ 5ଟାକୁ 2 ପଇସା ବୁଢା ମିଳିବ କି? ପକୁଡି ମିଳିବ ନା? ଚକୋଲେଟ ମିଳିବ ନା? ପିପରମେଣ୍ଟ ମିଳିବ ନା? କିଛି ମିଳିବ ନାହିଁ। ମିଳିବ କି? ଆଜିକାଲି ଗୋଟେ ଚା ହେଇଗଲାଣି କେତେ ଟଙ୍କା ମା? 10 ଟଙ୍କା, 20 ଟଙ୍କା, 35 ଟଙ୍କା, 40 ଟଙ୍କା। ତେବେ ଏ ଗୀତ ରଚକ ଲେଖନ୍ତି 3 ପଦରେ। ସେ କହୁଛନ୍ତି ଯେ ଏ ଘର ଚଟିଆ ଯାହାର ମୂଲ୍ୟ ନାହିଁ, ଯାହାର କୌଣସି ପ୍ରକାର ବିକା ଗଲେ ମଧ୍ୟ ପଇସା ଲୋକ ଭଲ ପାଆନ୍ତି ନାହିଁ, ଇଏ ଏତେ ପାୱାରଫୁଲ, ସର୍ବଶକ୍ତିମାନ, ସର୍ବଦର୍ଶୀ ମହାପରମେଶ୍ୱରଙ୍କ ଠାରେ ଯାଇକି ବାସ କରୁଛି। ପବିତ୍ର ବେଦୀ ଉପରେ ବାସ କରୁଛି। ମୁଁ କିନ୍ତୁ ତାଙ୍କ ପ୍ରତିମୂର୍ତ୍ତିରେ ନିର୍ମିତ ହେଇକରି ମଧ୍ୟ ମୁଁ ମନ୍ଦିର ଭିତରକୁ ଯାଇପାରୁନାହିଁ। ପ୍ରଥମ ଘର ଚଟିଆ କେତେ ପଇସା କହିଲେ? ଗୋଟିଏ ଗୋଟେ। ଦୁଇଟା ଘର, ସେକେଣ୍ଡ ନମ୍ବର ଘର ଚଟିଆ
ପାଞ୍ଚଟି ହଁ, ଏଇ 5ଟାକୁ 2 ପଇସା, କିଛି ମୂଲ୍ୟ ନାହିଁ ତାର, କେହି ପଚାରନ୍ତି ନାହିଁ। ଆଜିକାଲି ତ ପଇସା ବୋଲି କିଛି ଲାଭ ନାହିଁ। ଆମର ପୂର୍ବରୁ ଟିକେ କଣା ପଇସା ବୋଲି ଗୋଟେ ଥିଲା, ଏବେ କିଛି ପଇସାର ମଧ୍ୟ ଲାଭ ନାହିଁ, ମୂଲ୍ୟ ନାହିଁ। 1 ପଇସା 2 ପଇସା 3 ପଇସା ହେଲେ ଏଇ ପଇସା ମୂଲ୍ୟହୀନ ପଇସାକୁ ମଧ୍ୟ ଲୋକମାନେ ଚାନ୍ଦା ପକେଇ ଦିଅନ୍ତି। ପୁରୁଣାଟା ଚର୍ଚ୍ଚ ମାନଙ୍କୁ ଦେଖ ପୁରୁଣାଟା ଦୋକାନରେ ନେବେ ନାହିଁ, ସେମିତିଟା ନେଇକିରି ଚାନ୍ଦା ପକେଇ ଦିଅନ୍ତି ଲୋକ। ଭଲଟା ନେଇକିରି ଚିକେନ ମଟନ କିଣନ୍ତି। କଣ କହିଲେ ମା? କିଏ କିଛି କହୁଥିଲ କି? ତମ କୁହ ହେଲେ ଘର ଚଟିଆ ଯାହାର ମୂଲ୍ୟ ନାହିଁ, ପରମେଶ୍ୱରଙ୍କ ଗୃହରେ ସେମାନେ ବାସ କରନ୍ତି। ସେଥିପାଇଁ ସେ ଅହଙ୍କାର ହଉଛନ୍ତି। ତେବେ ଆମର ମୂଲ୍ୟ ନାହିଁ ଦୁନିଆରେ, କିନ୍ତୁ ଈଶ୍ୱର ଆମମାନଙ୍କୁ ଅନୁଗ୍ରହ କରି ତାଙ୍କ ମନ୍ଦିର ଭିତରେ ରହିବା ପାଇଁ ଆମମାନଙ୍କୁ ସାହାଯ୍ୟ କରିଛନ୍ତି। ତେବେ ପିଲାମାନେ କିଏ କିଏ ଧନ୍ୟ? ଯୋଉ ଲୋକ ସଦାପ୍ରଭୁଙ୍କ ଗୃହରେ ବାସ କରେ, ଯୋଉ ଲୋକ ସଦାପ୍ରଭୁଙ୍କ ଗୃହ ପ୍ରତି ଲାଳସା କରେ, ସେ ଲୋକ ଧନ୍ୟ। ଯୋଉମାନେ ଈଶ୍ୱରଙ୍କ ଗୃହକୁ ଲାଳସା କରନ୍ତି, ଈଶ୍ୱରଙ୍କ ସେବା ପାଇଁ, ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ଉଚିତ ମନେ କରନ୍ତି, ସେମାନେ ଧନ୍ୟ। 5 ପଦକୁ ଆମେ ଆସିବା। ପ୍ରଥମ କଥା ଆମେ ଦେଖିଲୁ ଯେ ଯୋଉ ଲୋକ ତାଙ୍କର ଆବାସ ପ୍ରତି ଲାଳସା କରେ, ଯୋଉ ଲୋକ ତାଙ୍କ ଗୃହରେ ବାସ କରେ, ସେ ଧନ୍ୟ। ଆଉ ସେ ମୂଲ୍ୟହୀନ ହେଲେ ମଧ୍ୟ ସଦାପ୍ରଭୁ ତାକୁ ମୂଲ୍ୟବାନ କରିକି ବ୍ୟବହାର କରନ୍ତି ଆଉ ତାକୁ ଅନୁଗ୍ରହ କରନ୍ତି। ଆଉ ଯୋଉ ଲୋକ ସଦାପ୍ରଭୁଙ୍କ ଗୃହ ପ୍ରତି ଲାଳସା କରେ, ସେ ଧନ୍ୟ। ଦ୍ୱିତୀୟ କଥା ଆମେ ଆଉ ଦେଖିବା 5 ପଦ ପଢ। ଯାହାର ବଳ ତୁମ ଠାରେ ଥାଏ, ଯାହାର ହୃଦୟରେ ସିଂହଣ ରମଣୀ ରାଜପଥ ଥାଏ, ସେ ଲୋକ ଧନ୍ୟ। ଯାହାର ବଳ ତୁମ୍ଭ ଠାରେ ଥାଏ, ଯାହାର ବଳ ତୁମ୍ଭ ଠାରେ ଥାଏ, ଯେ ସିୟନର ରାଜପଥ ଥାଏ, ସେ ଲୋକ ରାଜପଥଗାମୀ, ସେ ଲୋକ ଧନ୍ୟ। ଯାହାର ବଳ ତୁମ୍ଭ ଠାରେ ଥାଏ। ଦାଉଦ କହିଲେ ସଦାପ୍ରଭୁ ମୋର ବଳ, ସଦାପ୍ରଭୁ ମୋର ଦୃଢ ଗଡ଼। ଯଦି 18 ଅଧ୍ୟାୟ 2 ପଦରେ ଦେଖିବ, ଗୀତ ସଂହିତାରେ ଲେଖାଯାଏ ସଦାପ୍ରଭୁ ମୋର ଦୃଢ ଗଡ଼, ସଦାପ୍ରଭୁ ମୋର ବଳ, ସଦାପ୍ରଭୁ ମୋର ସବୁ କିଛି। ସଦାପ୍ରଭୁ ଯାହାର ବଳ, ସେ ଲୋକ ଧନ୍ୟ। ଯୋଉମାନେ ସଦାପ୍ରଭୁଙ୍କଠାରେ ଅପେକ୍ଷା କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ। ଇସାଇ ପୁସ୍ତକ ତାର 40 ଅଧ୍ୟାୟ ତାର 31 ପଦ ପର୍ଯ୍ୟନ୍ତ ପଢମା। ସରି, 40 ର 31 ପଦ ପଢ। ଯୋଉମାନେ ସଦାପ୍ରଭୁଙ୍କ ଅପେକ୍ଷା କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ। କଣ ପାଇବେ? ନୂଆ ନୂଆ ବଳ। 40 ରୁ 31 ପରା। ଆଜ୍ଞା 40 ର 31। ଗୀତ ସହିତ Not Gita Samhita, Isaiah, book of Isaiah 40 verse 31. ପଢ। ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ। ସେମାନେ ଉତ୍କୃଷ୍ଟ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ। ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ, ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ। ନୂଆ ନୂଆ ବଳ ପାଇବେ। କେମିତି ବଳ ପାଇବେ? ନୂଆ ନୂଆ ବଳ ପାଇବେ। ନୂଆ ବଳ ବୋଇଲେ ନୂଆ ଶକ୍ତି। ଚିକେନ ମଟନ ଖାଇବା ବଳ ନାହିଁ, ସେଟା ଈଶ୍ୱର ଦେଇଥିବା ବଳ। ନୂଆ ନୂଆ ବଳ ପାଇବେ। ଆଉ ସେମାନେ କଣ ହେବେ? ଉତ୍କୃଷ୍ଟ ପକ୍ଷୀ ପରି ଉପରକୁ ଉଠିବେ। ଇଗେଲ, ଉତ୍କୃଷ୍ଟ ପକ୍ଷୀ କିଏ ଦେଖିଛ? ଇଗେଲ, ଉତ୍କୃଷ୍ଟ ପକ୍ଷୀ ପରି ଉପରକୁ ଉଠିବେ।